ଅମାବାସ୍ୟାର ଅନ୍ଧକାରରେ କାହିଁ ଏକ ଅଜଣା ରାଇଜରେ ହଜିଗଲେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଅଗ୍ରୱାଲ। ଆଜି ବି ମନେ ପଡ଼େ ସେ ମଧୁର ସୁରରେ କହୁଥିବା କଥା, ହଁ ଆଜ୍ଞା, ଆମେ ଆପଣଙ୍କ ସାଥିରେ ଅଛୁ ଆଉ ସବୁଦିନ ରହିବୁ। ପ୍ରତିଦିନ ଖବର ସଂଗ୍ରହ କରିବାକୁ ଯାଉଥିବା ଲୋକଟି ଆଜି ଖବର ପାଲଟି ଯାଇଛି। ଆଉ ଖବର ଲେଖୁଥିବା କଲମରୁ କାଳି ଅଛି, ହେଲେ ଲେଖିବା ଲୋକଟି ନୀରବ ହୋଇଯାଇଛି। ମନରେ ଅନେକ ଅକୁହା ଅସରନ୍ତି କଥା ଥିଲା, ହେଲେ ସବୁ ବାକି ରହିଯାଇଛି। ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପ୍ରତିନିଧି ସନ୍ତୋଷ ଅଗ୍ରୱାଲଙ୍କ କଥା। ସନ୍ତୋଷ ଅଗ୍ରୱାଲ ଆଉ ଏ ଦୁନିଆରେ ନାହାନ୍ତି। ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଖାନା ଯାଇ ଚିକିତ୍ସା ହେଉଥିଲେ। ହଠାତ୍ ହୃଦଘାତରେ ତାଙ୍କର ବିୟୋଗ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସନ୍ତୋଷ ଅଗ୍ରୱାଲଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ସାମ୍ବାଦିକ ସନ୍ତୋଷଙ୍କ ଅକାଳ ବିୟୋଗରେ ନିରପେକ୍ଷ ପରିବାର ପକ୍ଷରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ପ୍ରାର୍ଥନା ସଭାରେ ନିରପେକ୍ଷ ପରିବାରର ପରିଚାଳକ ପ୍ରଦୀପ ମହାରଣା ସହିତ ରଥୁରାମ ବାଗ, ଦାଶରଥୀ ଗିରି, ମାଲେଶ କୌଶଲ୍ୟା, ପୁରୁଷୋତ୍ତମ ମହାପାତ୍ର, ସନ୍ମୟଜୟ ଦାସ, ଦୈତାରୀ ପଣ୍ଡା, ବିଲିୟନ ସାବନ ଖୁରା, ଜୟରାମ ଚୌଧୁରୀ, ଲାବଣ୍ୟ ନାୟକ, ବିରୁପାକ୍ଷ ରାୟ, ଜ୍ଞାନରଞ୍ଜନ ମହାରଣା, ଭବାନୀ ଶଙ୍କର ଜେନା, ସଞ୍ଜୀବ ସେନାପତି, ଚରିତାର୍ଥ ଶତପଥୀ, ଜଗତ କୁମାର ଗିରି, ହରିପଦ ଗିରି, ବିଶ୍ୱସ୍ତନାଥ ଲିମା, ଫିଲିମନ କରାଡ଼, ସୁଶାନ୍ତ ମାଳି, ଦୀନବନ୍ଧୁ ଛତ୍ରିଆ, କିସ୍ମତ ମିଶ୍ର, ହେମନ୍ତ ପାତ୍ର ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ଆଜି ଆମ ନିରପେକ୍ଷ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି। ଖାଲି ସେତିକି ନୁହଁ, ଏ ମୟୂରଭଞ୍ଜ ଜିଲ୍ଲାର ଜଣେ ଲଢ଼ୁଆ ପୁଅ, ଅନ୍ୟକୁ ସହଯୋଗର ହାତ ବଢ଼ାଉଥିବା ଜଣେ ଦକ୍ଷ ସାମ୍ବାଦିକ ବନ୍ଧୁ, ସେ ଆମ ଗହଣରେ ନାହାନ୍ତି। ସନ୍ତୋଷ ଅଗ୍ରୱାଲ ମୟୂରଭଞ୍ଜ ଜିଲ୍ଲା ପାଇଁ ଆମର ପ୍ରତିନିଧି ଥିଲେ। ଆମେ ଖବର ପାଇଲୁ ଯେ ତାଙ୍କର ଦେହାନ୍ତ ହୋଇଯାଇଛି, ଆଉ ହୃଦଘାତରେ ଦେହାନ୍ତ ହୋଇଯାଇଛି। ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ। ସେ ଜଣେ ଦକ୍ଷ, ନିଷ୍ଠାପର, କର୍ମବୀର ଥିଲେ, ଜଣେ ଭଲ ସାମ୍ବାଦିକ ଥିଲେ। ସାଧାରଣ ଜନତାକୁ ନ୍ୟାୟ ଦେବାରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କର ଆମ ପାଖରୁ ଚାଲିଯିବା ଏ ଗୋଟେ ଅପୂରଣୀୟ କ୍ଷତି ପହଞ୍ଚେଇଛି। ଏହି ସମୟରେ ମୁଁ ମହାପ୍ରଭୁଙ୍କୁ ଆଉ ଥରେ ପ୍ରାର୍ଥନା କରୁଛି ଯେ ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଏହି ସମୟରେ ମହାପ୍ରଭୁ ତାଙ୍କ ପରିବାରକୁ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ। ଜୟ ଜଗନ୍ନାଥ। ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଅଗ୍ରୱାଲ, ଯିଏକି ଜଣେ ସାମ୍ବାଦିକ, ଆମର ପ୍ରକୃତ ଭଲ ବନ୍ଧୁ। କାଲି ଆମେ ଖବର ଶୁଣିବାକୁ ପାଇଲୁ ଯେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ସେଥିପାଇଁ ଆମେ ନିରପେକ୍ଷ ପରିବାର ତରଫରୁ ଆମର ସମସ୍ତ ସାମ୍ବାଦିକ ବନ୍ଧୁମାନେ ବହୁତ ଦୁଃଖିତ। ଯାହା ହେଉ ଭଗବାନଙ୍କୁ ଆମର ନିରପେକ୍ଷ ପରିବାର ତରଫରୁ ଏତିକି ପ୍ରାର୍ଥନା, ତାଙ୍କର ପରିବାର କେମିତି ସୁଦୃଢ଼ ରହିବ ଏବଂ ଭବିଷ୍ୟତରେ ଉଜ୍ଜଳମୟ ରହିବ, ସେଥିପାଇଁ ଆମେ ନିରପେକ୍ଷ ପରିବାର ତରଫରୁ ପ୍ରାର୍ଥନା କରୁଛୁ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ଠିକ୍ ସେହିପରି ନିରପେକ୍ଷ ପରିବାରର ଯେ ମୟୂରଭଞ୍ଜ ପ୍ରତିନିଧି ଥିଲେ, ନିରପେକ୍ଷ ନ୍ୟୁଜ ଚ୍ୟାନେଲର ଦୀର୍ଘ ଦିନ ହେଲା ନିରପେକ୍ଷ ପରିବାର ସହିତ ଯୋଡ଼ି ହେଇକି ଥିଲେ। ମୟୂରଭଞ୍ଜ ଜିଲ୍ଲା ପାଇଁ ଅନେକ କ୍ଷେତ୍ରରେ ଆପଣ ଦେଖୁଥିବେ, ସମାଜର ଯେତେବେଳେ ଗଠନମୂଳକ କାର୍ଯ୍ୟ ହୁଏ ସେତେବେଳେ ସନ୍ତୋଷ ଅଗ୍ରୱାଲଙ୍କର ଭୂମିକା ଅତୁଳନୀୟ। ନିଶ୍ଚିତ ଭାବରେ ଆମେ କହିପାରିବା, ସେ ବୃକ୍ଷରୋପଣ କଥା କୁହନ୍ତୁ, ସେ ଦୁଃଖୀ ରଙ୍କିକି ସାହାଯ୍ୟ କଥା କୁହନ୍ତୁ। ହୃଦଘାତରେ ଗତକାଲି ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ଆମେ ଆଶା କରୁଛୁ ଭଗବାନ ତାଙ୍କ ପରିବାରକୁ ସାହସ ଦେବା ସହିତ ନିରପେକ୍ଷ ପରିବାରକୁ ମଧ୍ୟ ସାହସ ଦିଅନ୍ତୁ। ଜଣେ ପରୋପକାରୀ ମଣିଷ ଆଉ ଥରେ ଜନ୍ମ ହୁଅନ୍ତୁ, ଆମ ପାଖକୁ ଆସନ୍ତୁ, ନିଶ୍ଚିତ ଭାବରେ ତାଙ୍କ ପାଖରେ ଋଣୀ ହେଇ ରହିବୁ। ବ୍ୟୁରୋ ରିପୋର୍ଟ, ନିରପେକ୍ଷ।